ଭାରତରତ୍ନ ଭୀମରାଓ ଆମ୍ବେଦକରଙ୍କ 133ତମ ଜନ୍ମ ଜୟନ୍ତୀ କୁଚିଣ୍ଡାସ୍ଥିତ ଶ୍ରମିକ ଭବନରେ ପାଳିତ ହୋଇଯାଇଛି। ସୁରୁମଣି ସୁନାନୀଙ୍କ ପରିଚାଳନାରେ ଆୟୋଜିତ ଜୟନ୍ତୀ ଉତ୍ସବରେ ଅଞ୍ଚଳର ଶିକ୍ଷାବିତ ଓ ସମାଜସେବୀ ସୁଭାଷ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି, ସମ୍ବଲପୁର ଜିଲ୍ଲା ଜଙ୍ଗଲ ବିଭାଗର ଏସିଏଫ୍ ଯଶୋବନ୍ତ କରାଲି ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ବାବା ସାହେବଙ୍କ ସଂଘର୍ଷପୂର୍ଣ୍ଣ ଜୀବନୀ ସମ୍ପର୍କରେ ଆଲୋଚନା କରିବା ସହ ଶିକ୍ଷାର ବିକାଶ ମାଧ୍ୟମରେ ସମାନତା ପ୍ରତିଷ୍ଠା ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବୁର୍ଲାର ସନ୍ତୋଷ ଛୁରା, ଶ୍ରଦ୍ଧାକର ଜୟପୁରିଆ, କେଦାରନାଥ ଲୁହା, ଭୂଦେବ ମହାନନ୍ଦିଆ, ଲିଙ୍ଗରାଜ ମହାନନ୍ଦ ଓ ସ୍ୱେଚ୍ଛାସେବୀ ଝରଣା ମହାନନ୍ଦ ବାବା ସାହେବଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ। ଏହା ପୂର୍ବରୁ ସହରରେ ସ୍ଥାପିତ ବାବା ସାହେବଙ୍କ ପ୍ରତିମୂର୍ତ୍ତିକୁ ସଫା କରିବା ସହ ଅତିଥିଗଣଙ୍କ ସହ ପୂର୍ବରୁ ବ୍ଲକ ଅଧ୍ୟକ୍ଷା କରୁଣା କିଷାନ ମଧ୍ୟ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ। ଶେଷରେ ଜୟନାରାୟଣ ଛୁରା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମଟିକୁ ସୁରଭି ମହାନନ୍ଦ, ଧୈର୍ଯ୍ୟଧର ସୁନାନୀ, ନିରଞ୍ଜନ ଜାମୁଡାଲିଆ, ଦୁଃଖବନ୍ଧୁ ବଂଶର ପ୍ରମୁଖ ଆୟୋଜନରେ ପ୍ରମୁଖ ଭୂମିକା ନେଇ